12 पद ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରି ଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କଲେ। ଏଟା କିଏ ପ୍ରାର୍ଥନା କଲେ? ଏଟା ଯୀଶୁ ଖ୍ରୀଷ୍ଟ। ସେହି ସମୟରେ ସେ ବୋଲେ ଯୀଶୁ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରି ଗଲେ, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କଲେ। ଶୁଣନ୍ତୁ, ଯୀଶୁ ଖ୍ରୀଷ୍ଟ କଣ ପାଇଁ ପ୍ରାର୍ଥନା କରୁଥିଲେ? ଯୀଶୁ ଖ୍ରୀଷ୍ଟ ପ୍ରାର୍ଥନା କରୁଥିଲେ ଯେ କୋଉ ମାନଙ୍କୁ ମୁଁ ଶିଷ୍ୟ ଭାବରେ ବାଛିବି। ଶିଷ୍ୟ ବାଛିବା ପାଇଁ ଯୀଶୁ ଖ୍ରୀଷ୍ଟ କଣ କରୁଛନ୍ତି? ରାତି ସାରା ସେ ପ୍ରାର୍ଥନା କରୁଛନ୍ତି। ଗୋଟେ କଥା କୁହନ୍ତୁ, ଯୀଶୁ ଲୋକକୁ ଚିହ୍ନି ପାରୁଥିଲେ କି ନାହିଁ? ମନୁଷ୍ୟ ଅନ୍ତରରେ କଣ ଅଛି କହିବା ଦରକାର ନାହିଁ, ସେ ସବୁ ଲୋକକୁ ଚିହ୍ନୁଥିଲେ। ମାତ୍ର କାହିଁକି ରାତି ସାରା ପ୍ରାର୍ଥନା କଲେ? କାହିଁକି ରାତି ସାରା ପ୍ରାର୍ଥନା କଲେ? ଏଥିପାଇଁ ସେ ପ୍ରାର୍ଥନା କଲେ, ମୁଁ ସବୁ ଲୋକକୁ ଚିହ୍ନେ, ସବୁ ଲୋକକୁ ଜାଣେ, ମୋ ଜାଣିବା ପାଇଁ ବୁଦ୍ଧି ଅଛି, ଜ୍ଞାନ ଅଛି, ମାତ୍ର ମୁଁ ସମ୍ପୂର୍ଣ୍ଣ ଭାବରେ ମୋ ପିତାଙ୍କ ଉପରେ ମୁଁ ନିର୍ଭର କରେ। ପ୍ରିୟ ମାନେ, ସେ ସବୁ ଜାଣନ୍ତି କୋଉ ଲୋକ କେମିତି, କିଏ ଠିକ କିଏ ଭୁଲ, କିଏ ମତେ ବିକିବ, କିଏ ମତେ ଅସ୍ୱୀକାର କରିବ, ସବୁ ଜାଣନ୍ତି। ହେଲେ ମଧ୍ୟ ତାଙ୍କର ପୁରା ନିର୍ଭର କାହା ଉପରେ? ପିତାଙ୍କ ଉପରେ। ଆଜି ମୁଁ କହିବା ପାଇଁ ଆମେ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବାର ଅଛି। ସକାଳେ ଉଠୁ ଉଠୁ ଦାନ୍ତ ନ ଘଷୁଣୁ, ମୋବାଇଲ ନ ଦେଖୁଣୁ, କିଛି ନ କରୁଣୁ, ଆମେ ଆଣ୍ଠେଇକିନା ଆମେ ପ୍ରାର୍ଥନା ଆମେ କରୁଛୁ। ଆମେ କାହିଁକି ଆମେ ପ୍ରାର୍ଥନା କରୁଛୁ? ଆମେ କହୁଛୁ, ପ୍ରଭୁ ମୁଁ ତୁମର ଉପରେ ପୁନର୍ବାର ନିର୍ଭର କରୁଛି, ମୁଁ ସବୁଦିନ ନିର୍ଭର କରୁଛି। ମୋର ଚାଉଳ ଡବାରେ ଚାଉଳ ଭର୍ତ୍ତି ଅଛି, ମୋ ପାଖରେ ବ୍ୟାଙ୍କରେ ପଇସା ଅଛି, ମୋର ଡାଲି ଚାଉଳ ସବୁ ଅଛି, ମତେ କିଛି ଅସୁବିଧା ନାହିଁ। ମାତ୍ର ମୁଁ ଜାଣିଛି ମୋର ନିର୍ଭର ଚାଉଳ ଡବା ଉପରେ ନୁହେଁ, ମାତ୍ର ମୋ ନିର୍ଭର ତୁମ ଉପରେ ଅଛି। ମୋର ନିର୍ଭର ଟଙ୍କା ଉପରେ ନାହିଁ, ମାତ୍ର ମୋ ନିର୍ଭର ତୁମର ଉପରେ ଅଛି। ଏଇଟା ହଉଛି ସେ ଜୀବନ। ଏଇଟା ଆମେ ଏଇ ମନ୍ଦ ଜଗତରେ ଆମର କୌଣସି ବିଷୟ ଉପରେ ନିର୍ଭର ନ ରଖି ଆମେ କଣ କରିବାର ଅଛି? ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାର ଅଛି। ଯୋଉମାନେ ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତି ସେମାନେ କେବେ ଲଜ୍ଜିତ ହେବେ ନାହିଁ। ଆମେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପରେ ଆଉଜି ପଡ଼ିବାର ଅଛି। ଆମେ ଜାଣିଛୁ ଏଇଟା କରିହବ, ସେଇଟା କରିହବ, ସେଇଟା କରିହବ, ମାତ୍ର ନିର୍ଭର। ଯୀଶୁ ଖ୍ରୀଷ୍ଟ ଲେଖା ଯାଉଛି, ମାର୍କରେ ପଢିବା ଆମେ, କେତେ ସୁନ୍ଦର ବାକ୍ୟ ଗୁଡ଼ିକ। 1 ଅଧ୍ୟାୟ, ମାର୍କ ଲିଖିତ ସୁସମାଚାର 1 ଅଧ୍ୟାୟର 35 ପଦ। ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରି ଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। ଦେଖନ୍ତୁ କେତେବେଳେ ଏଟା? ପାହାନ୍ତିଆ, ସକାଳ ସକାଳ। ଆମର ମା ମାନେ ସକାଳ ସକାଳ କଣ କରିବେ? ଝାଡୁ ଧରି ବାହାରିବେ। ଝାଡୁ ଧରି ଏମିତି ମୋ ପୋଛି ଦାଣ୍ଡ ଝାଡୁ କରବାଟା ଷ୍ଟାର୍ଟ କରିବେ। ସକାଳ ସକାଳ ଉଠିଆ କଣ କରିବେ? କିଏ ଚା ବନେଇବା ପାଇଁ ଯିବେ, ସକାଳ ସକାଳ କିଏ ମୋବାଇଲ ଦେଖିବେ, ସକାଳ ସକାଳ କିଏ କିଚେନ କୁ ପଳେଇବେ, ସକାଳ ସକାଳ କେତେ ଜଣ ଅଛନ୍ତି କଣ କରିବେ? ପାଣି ଆଣିବାକୁ ପଳେଇବେ। ମାତ୍ର ଯୀଶୁ ଖ୍ରୀଷ୍ଟ ସକାଳ ସକାଳ ସେ କଣ କରୁଛନ୍ତି? ପ୍ରାର୍ଥନା। ପ୍ରଭୁ ମୁଁ ତୁମ ଉପରେ ନିର୍ଭର କରୁଛି, ପ୍ରଭୁ ମୁଁ ତୁମ ଉପରେ ଭରସା କରୁଛି। କଣ ଘଟିବ ମତେ ଜଣା ନାହିଁ। ମୁଁ ଏବେ ବଳ ଅଛି, ଶକ୍ତି ଅଛି, ସାମର୍ଥ୍ୟ ଅଛି, ଯୌବନ ଅବସ୍ଥା ଅଛି, ମାତ୍ର ମୁଁ ମୋର ଉପରେ ନିର୍ଭର କରୁନାହିଁ, ତୁମ ଉପରେ ନିର୍ଭର କରୁଛି। ପ୍ରିୟମାନେ, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମିତି ପରମେଶ୍ୱର। ସମ୍ପୂର୍ଣ୍ଣ ଭାବରେ ସେ କଣ କରୁଛନ୍ତି? ପରମେଶ୍ୱର ଉପରେ ନିର୍ଭର କରୁଛନ୍ତି। ଆମର ଜୀବନ ମଧ୍ୟ ସେମିତି ରହିବାର ଅଛି। ଆମେ ଟୋଟାଲ ପରମେଶ୍ୱରଙ୍କ ଉପରେ ଆମେ ନିର୍ଭର ରଖିବା, ତାଙ୍କ ଉପରେ ଆମେ ଆଉଜି ପଡିବା। ଆମର ପରମେଶ୍ୱର ସେ କଣ? ନିର୍ଭର ଯୋଗ୍ୟ ପରମେଶ୍ୱର, ସେ ଭରସା ଯୋଗ୍ୟ ପରମେଶ୍ୱର। ଏବେ ପରମେଶ୍ୱର କଣ କରନ୍ତି ଦେଖନ୍ତୁ। ଯୋଉ ସମୟରେ ସୁପସାଗର ଆଇଲା, ସୁପସାଗରକୁ ଦୁଇ ଭାଗ କିଏ କଲେ? ପରମେଶ୍ୱର। ଜିରିହ ପ୍ରାଚୀରକୁ କିଏ ଭାଙ୍ଗିଲେ? ସୃଷ୍ଟି କିଏ କଲେ? এটা আমার ভয়ঙ্কর পরমেশ্বর।
ମାତ୍ର ଶିଷ୍ୟ ମାନେ ଭୋକରେ ଥିବା ସମୟରେ ମାଛ ରାନ୍ଧିକିନା କିଏ ଦେଲେ? ଏର ଅର୍ଥ କଣ? ସେ ଖାଲି ବଡ ବଡ ବିଷୟ କରନ୍ତି ନାହିଁ, ଆମର ଛୋଟିଆ ଛୋଟିଆ ବିଷୟରେ ମଧ୍ୟ ସେ ମନୋଯୋଗୀ ପରମେଶ୍ୱର। ଛୋଟିଆ ଛୋଟିଆ ବିଷୟ, ଆମେ ଖାଲି ବଡ ବଡ ବିଷୟ କରିବା ପରମେଶ୍ୱର ସେଟା ନାହିଁ। ତୋର ଛୋଟିଆ ବିଷୟ, ତୁ ରାତି ସାରା ଯାଇ ମାଛ ଧରୁଛ, ତୁ ଭୋକରେ ଅଛ, କଷ୍ଟରେ ଅଛ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ମାଛ ରାନ୍ଧିକିନା ରୋଟି ରାନ୍ଧିକିନା ଦଉଛନ୍ତି। ଏଇଟା ହଉଛନ୍ତି ଆମର ପରମେଶ୍ୱର। ଯେତେ ଆମେ ଜାଣିବା, ଦିନେ ଶିଷ୍ୟ ମାନେ ରାତିରେ ଡଙ୍ଗାରେ ଯାଉଛନ୍ତି, ଡଙ୍ଗାରେ ଗଲାବେଳେ କଣ ହଉଛି? ତୋଫାନ ହେଇଯାଉଛି। ତୋଫାନ ହେଲା ବେଳେ ସେମାନେ ଚିଲ୍ଲାଉଛନ୍ତି, ମଲୁ ମଲୁ ଗଲା ବେଳେ ରାତି 4ଟା 5ଟା ସମୟରେ କିଏ ସାହାଯ୍ୟକୁ ଆସିବେ? ମାତ୍ର ଯୀଶୁ ଖ୍ରୀଷ୍ଟ ପାଣି ଉପରେ ଚାଲି ଚାଲି ସାହାଯ୍ୟ କରିବା ପାଇଁ ଯାଉଛନ୍ତି। ସେଟା ଆମର ପରମେଶ୍ୱର। ତାଙ୍କ ଉପରେ ଆମେ ସମ୍ପୂର୍ଣ୍ଣ ଭରସା କରିପାରିବା, ନିର୍ଭର କରିପାରିବା। ଆମେ କୌଣସି ବିଷୟ ଉପରେ ଭରସା ନିର୍ଭର ନ କରି ଆମର ପରମେଶ୍ୱରଙ୍କ ଉପରେ ଆମେ ଭରସା କରିବା, ପରମେଶ୍ୱରଙ୍କ ଉପରେ ଆମେ ଆଉଜି ପଡିବା। ସେଥିପାଇଁ ବଳବାନ ଆପଣା ବଳରେ ନାହିଁ, ଧନବାନ ଆପଣା ଧନରେ ନାହିଁ, ଜ୍ଞାନବାନ ଆପଣା ଜ୍ଞାନରେ ନୁହେଁ, ମାତ୍ର ଆମେ ସଦା ପ୍ରଭୁଙ୍କଠାରେ ନିର୍ଭର କରିବାକୁ ଶିଖିବା। ପ୍ରତି ପରିସ୍ଥିତିରେ, ପ୍ରତି ବିଷୟରେ ଆମେ ପ୍ରଭୁଙ୍କ ଉପରେ ନିର୍ଭର କରିବା। ସେ ସବୁ ସମସ୍ୟାର ସମାଧାନ କରିପାରିବେ। ନିର୍ଭର କରିବା ପରମେଶ୍ୱରଙ୍କ ଉପରେ ଆମେ ଆଉଜି ପଡିବାର ଅଛି। ପ୍ରିୟମାନେ, ଆମେ ଯୋଉ ପ୍ରକାର ସମୟ ଅଛି, ଆମେ ଦେଖନ୍ତୁ ଗୋଟେ ବାକ୍ୟ ମୁଁ ଆପଣମାନଙ୍କୁ ପଢେଇବି। କରନ୍ତୀୟ ପୁସ୍ତକ 2 କରନ୍ତୀୟ ପାଉଲଙ୍କର କଥା ଟିକେ ଶୁଣନ୍ତୁ। 1 ଅଧ୍ୟାୟ 8 ପଦ। କାରଣ ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଲେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ। ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ। କେମିତି ପରିସ୍ଥିତି, ଆଉ ବଞ୍ଚିବୁ ନାହିଁ, ମରିଯିବୁ, ଆଶା ମଧ୍ୟ ନଥିଲା। ଜୀବନର ଆଶା ସେ ଛାଡି ଦେଇଥିଲେ। ପରମେଶ୍ୱର ତାଙ୍କର ବିଶ୍ୱସ୍ତ ଦାସଙ୍କୁ ଏମିତି ପରିସ୍ଥିତି ମଧ୍ୟ ଦେଇ ନଉଛନ୍ତି। ଯୋଉ ପ୍ରକାର କ୍ଲେଶ, କଣ? ସମୁଦ୍ରରେ ଅଛନ୍ତି, ଜାହାଜ ଭାଙ୍ଗି ଯାଇଛି, ଦିବାରାତ୍ର ପାଣିରେ ବୁଡିକିନା ଅଛନ୍ତି, ଆଉ ଆମେ ବଞ୍ଚି ପାରିବୁ କି ନାହିଁ ବୋଲି ଆଶା ଛାଡି ଦେଇଥିଲେ। ତାପରେ କଣ ଲେଖୁଛନ୍ତି? ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତି ତାହାଙ୍କ ଉପରେ ନିର୍ଭର କରୁ। Praise the Lord. ପରମେଶ୍ୱର ସେମିତି ପରିସ୍ଥିତି ମଧ୍ୟ ଦେଇକି ନିଅନ୍ତି। କଣ ପାଇଁ? ଆମମାନେ ତାଙ୍କର ଉପରେ ନିର୍ଭର କରିବା, ତାଙ୍କ ଉପରେ ଭରସା କରିବା, ତାଙ୍କ ଉପରେ ଆମେ ଆଉଜି ପଡିବା। ଯେତେବେଳେ ମଧ୍ୟ ଆପଣ ଟିକେ ହତାଶ ନିରାଶ ହେଲେ କୋଉଟା ଦେଖିବେ ଜାଣିଛନ୍ତି? ଯୀଶୁଙ୍କର ସେ ଖାଲି କବରକୁ ଦେଖିବେ। ଖାଲି କବର କଣ କହୁଛି? ମୁଁ କବର ଭିତରେ ନାହିଁ, ମୁଁ କବର ଫଟେଇ ଉଠିବା ପରମେଶ୍ୱର। ସେ କବରକୁ ଫଟେଇ ଉଠୁଛନ୍ତି। ଖାଲି ଶୂନ୍ୟ କବର କହୁଛନ୍ତି, ତୋର ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ ଦୁଃଖ କଷ୍ଟ ସମୟରେ ମୁଁ ତତେ ରକ୍ଷା କରିବା ପାଇଁ ଜୀବିତ ପରମେଶ୍ୱର। ପ୍ରଭୁଙ୍କ ଦାସ ସୁରତ ପ୍ରେମାନୀ କହୁଥିଲେ ଗୋଟେ କଥା, ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ହେଲା ପରେ ତାଙ୍କର ଶରୀର ଏମିତି ଥିଲା, କବାଟ ବନ୍ଦ କଲେ ମଧ୍ୟ ଭିତରେ ଯାଇ ପାରୁଥିଲେ କି ନାହିଁ? ମାତ୍ର ପଥର ଗଡେଇବା କଣ ଦରକାର ଅଛି? ଏଥିପାଇଁ ପଥର ଗଡେଇଲେ ଯେ ଆମେ ଦେଖିପାରିବା, ଆମେ ଜାଣିପାରିବା ଯେ ଯାହାକୁ ମୁଁ ବିଶ୍ୱାସ କରେ ସେ କବରରେ ନାହାନ୍ତି, ଯାହାକୁ ମୁଁ ଭରସା କରେ ସେ ମରିକିନା ନାହାନ୍ତି, ସେ ଜୀବିତ ପରମେଶ୍ୱର। ସେଥିପାଇଁ ସେ କବରକୁ ହଟାଇ ଦେଲେ, ସେ ପଥରକୁ ଗଡେଇ ଦେଲେ। ଆମେ ଟିକେ ନିରାଶ ହେଲେ, ଟିକେ ହତାଶ ହେଲେ ଆମେ ସେ ଖାଲି କବରକୁ ଦେଖିବା। ଖାଲି କବର ଚିଲ୍ଲାଇ ଚିଲ୍ଲାଇ କହୁଛି, ମୁଁ କବରରେ ନାହିଁ, ମୁଁ ମୃତ ପରମେଶ୍ୱର ନାହିଁ, ମୁଁ ଅକାମୀ ପରମେଶ୍ୱର ନାହିଁ, ମୁଁ ଦୁର୍ବଳ ପରମେଶ୍ୱର ନାହିଁ, ମୁଁ ମୃତ୍ୟୁକୁ ଜୟ କରି ଉଠିଛି। କଣ ପାଇଁ? ତ ସାହାଯ୍ୟ କରିବା ପାଇଁ, ରକ୍ଷା କରିବା ପାଇଁ, ଉଦ୍ଧାର କରିବା ପାଇଁ। ତାଙ୍କ ଉପରେ ଟିକେ ଟିକେ ବିଷୟରେ, ଅଳ୍ପ ଅଳ୍ପ ବିଷୟରେ ଆମେ କଣ କରିବା? ଆମେ ତାଙ୍କ ଉପରେ ଆଉଯିବା। ଡକ୍ଟରଙ୍କର ରିପୋର୍ଟକୁ ଆପଣ ଭରସା କରନ୍ତୁ ନାହିଁ। ଡକ୍ଟର ଗୋଟେ କଥା କହିବ, ମାତ୍ର ଆମର ପରମେଶ୍ୱର ଆଉ ଗୋଟେ କଥା କହିବେ। ତାଙ୍କ ଉପରେ ଆମେ ନିର୍ଭର। ପାଉଲ କହୁଛନ୍ତି କଣ? ମୃତ୍ୟୁକୁ କଣ ଆମେ ସମର୍ପିତ ହେଇଥିଲୁ, ଆଉ ବଞ୍ଚିବୁ ବୋଲି ଆମକୁ ଆଶା ନଥିଲା। ମାତ୍ର କଣ ପାଇଁ ପରମେଶ୍ୱର ସେମିତି ପରିସ୍ଥିତି ମଧ୍ୟ ଦେଇ ନେଲେ?
आमे जंती का निज ऊपर भरोसा कर प्रिय माने पंचड़ा आइला बेले मरिकिना रास्ता रे पड़ी जदि परमेश्वर साहाय्य करन तांते मो पाखरे एते मोर ज्ञाति कुटुंब अछंती मोर पांच पांचरा भाई मोर भौणी मोर माँ बापा एते लोक जाक मोर अछंती मोर फोन मो पाखरे अछि आमर चिंता कोन जुआडे गले मते पॉकेट रे फोन धरी पळे जिवो कोन टी असुविधा हला बोल कहले भाई टी असुविधा हला रे पळा बोल कहले पळा आबे से माने आजिकाली आउरी बेसी खाई देले पैसा नहीं फोन पे टिक कर देओ से फोन पे कर देले हमें फोन पे कर दो आमे संगे संगे सेंदी करंत हैला हां मात्र सेही जगह रे एकला फोन भांगी जाईची रास्ता रे मृत अवस्था रे अछि सेमिति केई जणे मध्य आसी कि ना मोर स्कूटी टिके उठे देबा मते टिके स्कूटी स्टार्ट करी देबा कि मोर मुह टिके पछी देबा कि ना मात्र सेही समय मोर परमेश्वर मोर सहित ताको ऊपर मोर से भरोसा जो सेवारे आमे अछु आमे मनुष्य ऊपर भरोसा आमे करू जोगेंद्र भाई को मोर जण को घर को आमे काम को जाइतिलु से कहले अमुक लोक रो संपर्क ऑस्ट्रेलिया सहित अछि अमुक लोक रो संपर्क अमेरिका सहित अछि तुमर संपर्क का सहित अछि हमर संपर्क स्वर्ग सहित अछि अमेरिका सपोर्ट दरकार नहीं सीधा को बंद कर देबे सीधा मात्र जो समय रे स्वर्ग रु सपोर्ट आइबाटा स्टार्ट हेबो स्वर्ग रु सपोर्ट जे नेबाटा सिखी देबो खातरी नहीं ताकू से कोनोसी परिस्थिति को डरे नहीं आ राइट कथा मध्य से कहे आमे प्रभुंकर लोक माने हमर भरोसा भूमि 108 गाड़ी नहीं हमर भरोसा भूमि परमेश्वर सेदिपाई आपण मान को कहिबा पाए सकाळे उठू किछि करबे ने फर्स्ट काम कोन परमेश्वर को ऊपरे भरोसा कोन करबे सकाळे उठू प्रार्थना 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 माने कोन प्रभु मु तुम ऊपरे भरोसा करूछि मु तुम ऊपरे डिपेंड करूछि केजो मां मान को डाकबे प्रार्थना जीवा बोल को तुई जा मते कौन टाउना जे मते कौन टाउना तोते रोग ज्वर समस्या तुई अभाव तुई जा आमे रोग कष्ट समस्या अभाव बोली आमे प्रार्थना आसुनु आमे हमरो निर्भर तांको ऊपर अछि भरोसा तांकर ऊपर अछि आइबो कौन कहले आइबंकर कथा टिके बोले इरा होचे हमर भरोसा एमिति भरोसा हमें प्रभु को ठारे हम रखबार अछि 12 अध्याय नहीं 13 अध्याय सॉरी 13 अध्याय केमिति भरोसा देखो प्रभु को ऊपर 13 रो 15 पद पढिबा से मते बोध कले हे मु ताहांको पई अपेक्षा करिबि एटा होची भरोसा एटा होची निर्भर केजन अछंती जदि प्रभु मते आ बाहा ही 15 वर्ष होईची गोटे छुआ गोटे देले बेले मुई विश्वास करबी जे यीशु आका सत्ता होले प्रभु जदि मोर ए प्रार्थना सुनी देबे ए रोगरु मते सुस्थ कर देबे बोले मु विश्वास करबी यीशु आका सत्ता एंती विश्वासी मान को हमको दरकार नहीं जदि यीशु सत्यता नहीं बोले तुमे विश्वास न कले ताकर कोनटा बुडी जाउची हां पोरा सिको ताकर किछि बुडबा नहीं एठी के दिन कपाई कि ना चर्च न आइले ए सामुएल बाबू को कोन बुडी जीवो की हां किदा बुडी जीवो किछि बुडबा नहीं काई ना लोक मान देले हम चलुनु आमे प्रिय माने तबे आयुब कहउचंती कोन से बोले के एटा शैतान नहीं प्रभु एटा ताकर भरोसा से मते बोध कले हैं मु ताहांको पई अपेक्षा करबी एटा हला कथा एटा हला भरोसा एटा आमे कोन मकिया का देखिचो की
मते आका एमती करबार थिला कि मते आका सेमती करबार थिला कि एटा हम एमती भरोसा रखबार अछि ता बछे तथापि मो ताहाଙ୍କ छामरे आपणा पथ समर्थन करिबे तथापि सबु तो बुडला सबु जाईची धन कमाईथिली धन बुडी गला 10टा पिला पाइथि 10टा पिला मरि गले सुंदर शरीर थिला गा सारा फटका सांग माने थिले सब अलगा रे ठिया हिची गोटे बोले हाड़ थिला से माइजी मिसा उल्टा सीधा कथा कहूची एबे किटा बाकी अछि जीवन तो टिके बाकी अछि सबु तो नहीं गले ए जीवन नेले मिसा तांकर ऊपर भरोसा करे एरा होची भरोसा एटा हला विश्वास एटा परमेश्वर को चिन्हवा लोक जहा भी हेले सकाळ उठू उठू आइबो प्रार्थना करूथिले निजर पुओ झियो मान को पाई जे माने आमे प्रभु को ऊपर संपूर्ण भरोसा आमे रखो भरोसा जेते बेले मध्य रोग ज्वर हैला अण क्रिश्चियन भाई भौणी मानकर चिंता भावना कौन कु मेडिकल जीवु कुठु टंका हेबो सेटा प्रथमे डाक पास्टर आइरो डाक से आसंतु से प्रथमे प्रार्थना करंतु हमर भरोसा यदि प्रभु थिबे ताहाले सब विषय रे आमे कोन करबो आमे तांको ऊपर निर्भर करू तांको ऊपर निर्भर सुस्थता डॉक्टर दियंती नै सुस्थता औषध दिए नै सुस्थता मेडिकल दियंती नै सुस्थता परमेश्वर दियंती एडा को डॉक्टर माने मरु नांती औषध तैयार करबा लोक मरु नै डाबू थिबा लोक मरु नांती एर अर्थ कोन ए डॉक्टर औषध ए मेडिकल सुस्थता देबो नै एरा भला बे जानि छ से तांको ऊपर भरोसा आमे मेडिकल रे प्रार्थना करबा गला बेले सियाड खेंता उथिबे प्रार्थना करी करी भले लई न तंता कि अरे मेडिकल काई कि आमे छ एंती को खेंते बार तुमे सुनी न तुमे आ भला सुनी छु मे वीडियो टा को रिकॉर्ड करी कि ना वायरल मिसा करी छंती आसले क्रिश्चियन माने ए माने सुस्त कर देबे क्रिश्चियन माने सुस्त करबे नहीं क्रिश्चियन को परमेश्वर सुस्त करबे आमे जेते औषध देले मिसा औषध को भरी नहीं कि औषधर ना कि ना औषधर ना हिंदी रे दवाई हैला दवाई माने कोनटा दवाई रखबो सेटा सुस्थता नाही सेटा हला दवाईबो दवाई औषध दवाई रखे परमेश्वर दवाई रखती ना से सुस्थ करती से भाई हम औषध खाइला बेले प्रार्थना करू प्रभु ये दवाई हाँ ये दवाई सुस्थता देबो नहीं सेति भाई हमें कोन करू हमें औषध टॉनिक खाइला बेले हमें प्रार्थना करू जो समय रे आखि ऑपरेशन होतिला हमर खुड़ी को देखुतिले से मते बसी किना प्रार्थना लोक मान भाबु छ डोरी जाउची बोली से प्रार्थना कुटकुटा ताव जे हमर बौ को मिसा नेतली से मिसा प्रार्थना हां तावटी बड़ पाटल प्रार्थना भयंकर हमर बौर प्रार्थना सुनले परिवर्तन नै जिवा एती प्रार्थना जदी ताको किए किसी कहला बोले से टुरा बिला जाऊ सरा जाऊ हां उड़ी पडू तार मला खबर आसु बोली प्रार्थना से कर दबो से प्रिय माने आमे कोन प्रार्थना करबार अर्थ कोन आमे हमरो परमेश्वर को ऊपर भरोसा हमर जेतकी भाई जाको आमे अछु गाड़ी रे बसु फर्स्ट काम कोन तेल चेक करू फर्स्ट काम कोन प्रभु तुमे सुरक्षाकारी अटो सेति भाई हम गाड़ी स्टार्ट करबा अगर प्रभु जीसु तुम रक्त रे मते सुरक्षा दि आमे प्रार्थना करी कि ना आमे बाहर छु काहे कि मते कोन ड्राइविंग लाइसेंस नाही कि मो चलाई जणा नाही कि पिटी बाटे मारले के अटकेबो से जोगेंद्र भाई को मार देथिले पछाड़े ढुकाई दे कोआ ढुकाई दे हमें सिना भलो जानी छु के ढुकाई देले
कुआड़े जाइतिलो प्रभु बोले हमें कहले केंदे प्रार्थना करिले ठीक कथा जेटा एडा हला कथा हां ता बचे मुई प्रार्थना करितली केंति ढोकाई देलो हां प्रियवानी एडा आमे परमेश्वर ऊपरे टोटल आमे कोन करबार छी डिपेंड करबार छी भरोसा रखबार छी से सेमिति परमेश्वर से आई बंकर जीवन रो कथा जेते आमे सुनबा एते परिस्थिति मध्य रे समस्त विरोध होई गले मध्य से संपूर्ण भाबे परमेश्वर ऊपर भरोसा ताको ऊपर आका निर्भर एमती स्टेटमेंट जाको का सुनी कि ना कहू नांती निज जीवन रो कथा आ कोनटा अछि जीवन तो टिके अछि फुट 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 प्राण करूची प्रेम एमिति लोक एमिति आमे परमेश्वर ऊपर भरोसा तांको ऊपर आमे भरोसा रखबार अछि एट वाक्य आपण मान को पढेबी एते बहुत सुंदर वाक्य जाको प्रभु आमान को दोचंती हितोपदेश 3 अध्याय रो 5 पद पढिबा तुम्हे सर्वांतकरण सहित सदा प्रभुଙ୍କ ଠାରେ विश्वास करो एदा होती प्रभुଙ୍କର କଥା 50-50 नहीं तुम्हें संपूर्ण अंतकरण सहित प्रभुଙ୍କ ଠାରେ कौन करो विश्वास करो तांको ଠାରେ भरोसा रखो तुम्हें सर्वांतकरण सहित संपूर्ण प्रभु तुम्हें न कले हेबो शैतान कौन सिखेला रे आदि पुस्तक 3 अध्याय 4 पद पढ़िबा सर्प नारी की कहिला हां सर्प कोन कहूछ देखो तुम्हे माने कोनोसी रूपे मरिबो नाही हां बरंच परमेश्वर जानती तुम्हे माने जेउ दिन ताहा खाइबो सही दिन तुम्हा मानक चक्षु प्रसन्न हेबो तहिरे तुम्हे माने परमेश्वरଙ୍କ परि भल और मंदर ज्ञान पाइबो ओके के कहूछ एटा हां नाटर गोवर्धन ए कहूछ कोन कहूछ तुम्हें ए फल खाई देले कौन हेबो तुमको आ परमेश्वर ऊपर भरोसा रखवा दरकार तुम्हें सब निजे निजे बुद्धि पाई पारबो ज्ञान पाई पारबो निजे निजे तुम्हें सब करि पारबो एटा मॉडर्न टीचिंग का सेटा तुमको का ऊपर निर्भर करवा दरकार नहीं तुम्हें सब निजे करि पारबो निजे सब बाची पारबो निजे सब करि पारबो एटा होती शिक्षा एटा जगतर शिक्षा सेति जगत यही शिक्षा पथे चली परमेश्वर ऊपर जगत भरोसा करे नहीं निजर बल बुद्धि ज्ञान शक्ति चाकरी यही सब ऊपर से भरोसा कर सर्प कहूँ आसी धीरे शिखाऊ तुमको परमेश्वर को किसी पचारवा दरकार देखो गोटे प्रकृत प्रभु ऊपर निर्भर करवा लोक परिवा किणी जीवा बेले में सेठी प्रार्थना कर कुकड़ा बैगण न आसु प्रभु कुकड़ा आलू न आसु हाँ ड्रेस किणी गला बेले प्रार्थना करी जाऊ प्रभु ठकी न दियो आमे धनी लोक नहीं गरीब लोक अल्प केतरा ड्रेस आमे किणबू आम गोटे ठीक ड्रेस आमको जगई दियो एटा कोनटा एटा बेसी धार्मिक होचु तुई ड्रेस करला बेले प्रार्थना करछु धार्मिक हेउ नहीं मु प्रभु को ऊपर भरोसा रखुची प्रभु को ऊपर निर्भर रखुची जोटा मध्य किणवा समय रे जोठी मध्य जीवा समय रे जोटा मध्य करबा समय रे हम कोन करछु हम प्रार्थना करछु घर रो फाउंडेशन जे पका होची प्रभु को दास मान को डाकुछंती आमे जाई कि ना कोन करछु हमें प्रार्थना करछु यार अर्थ कोनटा प्रभु पैसा अच्छी प्रभु केमती बनेबा जणा मध्य प्रभु मात्र प्रभु आमे सत सत ज्ञानदायक वृक्षर फल खाइनु प्रभु आमे तुम ऊपर निर्भर करूँ एटा हला कथा एटा सब विषय रे प्रभु को ऊपर निर्भर करबा सिखबार एटा ओडे केते सुंदर जीवन एटा परमेश्वर कोन करबे कढे रे देखा गला तुम्हें कौन करो सर्वांतकरण सहित सदा प्रभु विश्वास करो ता तळ लाइन कोन लिखा गला एथिरे नारी नहीं गीत संगे हितोपदेश 3:5 तुम्हें सर्वांतकरण सहित सदा प्रभुଙ୍କ ଠାରେ विश्वास करो ओ
ଓ ନିଜ ସୁବିବେଚନରେ ଆଉଜି ପଡ ନାହିଁ। ନିଜ ବୁଦ୍ଧିରେ ଆଉଜି ପଡ ନାହିଁ। ବୁଝନ୍ତୁ, ମୋର ବାହାଘର ବେଳେ ମୁଁ ସେଇଟା ମୋର ହେଲା। ଗୋଟେ ଝିଅକୁ ମୁଁ ହଁ ବୋଲି କହିଦେଇଥିଲି, ବାହା ହେଇଯିବି ତୁମ ସହିତ। ରାତିରେ ଶୋଇଛି, ଗୋଟେ ବାକ୍ୟ ଆସିଲା ହିତୋପଦେଶରୁ, ମନୁଷ୍ୟ ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦିଶେ, ଆଉ ଶେଷରେ ମୃତ୍ୟୁର ପଥ ଥାଏ ବୋଲି। ଏମିତି କହିଲେ ଏଇ ବାକ୍ୟ ଆସିଛି, ତୁମ ସହିତ ମୋର ହେବ ନାହିଁ ବୋଲେ ଏମିତି ରିସା ବାପା ଲୋମା କୁହ ନାହିଁ। ପ୍ରିୟମାନେ, ଆମେ କଣ କରିବାର ଅଛି? ପ୍ରଭୁଙ୍କ ଉପରେ ନିର୍ଭର କରିବା, ତାଙ୍କ ଉପରେ ଡିପେଣ୍ଡ ଆମେ କରିବା। ଆମେ ଏ ବାକ୍ୟ ପଢନ୍ତୁ, ଜହନ ଲିଖିତ ସୁସମାଚାର, କେତେ ସୁନ୍ଦର ବାକ୍ୟ, 15:5। ମୋ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା, ଯେ ମୋ ଠାରେ ରହେ ଓ ମୁଁ ଯାହାଠାରେ ରହେ ସେ ପ୍ରଚୁର ଫଳ ଫଳେ, କାରଣ ମୋ ବିନା ତୁମ୍ଭେମାନେ କିଛି କରିପାର ନାହିଁ। ବୋଲେ କୁହନ୍ତୁ, ଗଛ ଆହୁରି ଡାଳ। ଗଛ କିଏ? ପ୍ରଭୁ। ଡାଳ କିଏ? ଆମେ। ଗଛ ଆଉ ଡାଳ ମଝିରେ ଏତିକି ଟିକେ ଗ୍ୟାପ୍ ରଖିବା, ବେଶୀ ଗ୍ୟାପ୍ ନାହିଁ, ଏତିକି ନାହିଁ, ଏତିକି ଟିକେ ଗ୍ୟାପ୍ ରଖିବା। କେମିତି ହେବ? ସେଇଟା ଆମର ସମ୍ପର୍କ। ଗୋଟେ ଗଛ ଡାଳ କେବେ କେବେ ଗଛ ଉପରେ ନିର୍ଭର କରିବ? ସବୁବେଳେ। ବସିଲେ, ଉଠିଲେ, ଖାଇଲେ, ପିଇଲେ, ସବୁବେଳେ ସେ ଗଛ ସହିତ ଡିପେଣ୍ଡ କରିବାର ଅଛି, ଲାଗି ରହିବାର ଅଛି। ଟେମ୍ପର ଗାଡି ଦରକାର ନାହିଁ, ଏତେ ଦିନ ରହିଲି ମୁଇଁ ଆଉ ରହିବି ନାହିଁ ବୋଲେ କଣ ହେବ? ଝାଉଳି ଯିବ, ଶୁଖିଯିବ, ନଷ୍ଟ ହେଇଯିବ। ଏଇଟା ଆମର ସମ୍ପର୍କ କହୁଛନ୍ତି। ଏଇଟା ଆମର ସମ୍ପର୍କ ତାଙ୍କର ସହିତ। ଆମେ କେତେ 24/7 ତାଙ୍କ ସହିତ କନେକ୍ଟ ହେଇ ଲାଗିବାର ଅଛି, ତାଙ୍କ ସହିତ ଲାଗିକିନା ଆମେ ରହିବାର ଅଛି। ସେଥିପାଇଁ କହିଲେ ଯେ ମୋ ବିନା ତୁମେ ମାନେ କଣ? କିଛି ମାନେ କଣ? କିଛି ମାନେ ଶୁଣ, କିଛି କରିପାରିବ ନାହିଁ। ତାଙ୍କର ବିନା ଆମେ କଣ କରିପାରିବା ନାହିଁ। ତାଙ୍କ ଉପରେ ଆମକୁ ଭରସା ରଖିବାକୁ ପଡିବ। ପ୍ରତି ବିଷୟରେ ତାଙ୍କ ଉପରେ ଆମକୁ ନିର୍ଭର ରଖିଲେ ଆମକୁ ସେ କଣ କରିବେ? ସେ ତାଙ୍କ ରସ, ସେ ଗଛର ରସ ଗୁଡିକ ଆମ ଜୀବନରେ ପଠେଇବେ। ପଠେଇଲେ ପରିବାର କେମିତି ରହିବ? ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଦେଖିଲେ ଭିଲେନ ପରି ଦେଖିବେ କି? ବିବାହ ହେଇନଥା ତ, ବିବାହ ହେଲା ପରେ ହିରୋ ପରି ଦେଖିବେ। ଏଇଟା ଡିପେଣ୍ଡ। ପ୍ରଭୁ, ମୋର ସ୍ତ୍ରୀ, ମୋର ସ୍ୱାମୀ ସହିତ ମୁଁ କେମିତି ରହିବି? ସେ ଆମକୁ କଣ କରିବେ? ରସ ଦେବେ। ଲାଗିକିନା ରହିବାର ଅଛି, ପ୍ରଭୁଙ୍କ ସହିତ ଲାଗିକିନା। କେତେ ସୁନ୍ଦର ଦେଖ ଆମର ସମ୍ପର୍କ ତାଙ୍କର କେମିତି। ସେ ହଉଛନ୍ତି ଗଛ, ଆମେ ହଉଛୁ ଡାଳ। ଟିକେ ଯଦି ଆମର ସମ୍ପର୍କ କଟିଗଲା କହିଲେ ଆମର ଚିଡଚିଡ ଷ୍ଟାର୍ଟ ହେଇଯିବ, ଚିଡଚିଡ ଷ୍ଟାର୍ଟ ହେଇଯିବ, କ୍ରୋଧ ହେବାଟା ଷ୍ଟାର୍ଟ ହବ। ଗୋଟେ 5 ଦିନ ପ୍ରାର୍ଥନା କର ରହିକିନା ଦେଖ, 5 ଦିନ ଯଦି ନ ଗଲେ କିଏ ରହିପାରିବେ କି ଆମ ସହିତ? ସେମିତିକା 5 ଦିନ ପ୍ରାର୍ଥନା ନ ଗଲେ ଆମ ସହିତ କିଏ ରହିପାରିବେ ନାହିଁ। ଆମର ସେଇ ପ୍ରକାର ବିଷୟ ଗୁଡିକ ଆମ ଜୀବନରେ ବାହାରି ପଡିବ। ବଢିଆ କଥା। ଶେଷ ବାକ୍ୟ ପଢିବା, ଆମର ସମୟ ହେଉଛି, ଆମେ ସମାପ୍ତ କରିବା ପାଇଁ ଯିବା। 2 ବଂଶାବଳୀ 20 ଅଧ୍ୟାୟ 1 ପଦରୁ ଆମେ ପଢିବା। କେତେ ରାଜାଙ୍କର ଭରସା କେମିତି ଟିକେ ଦେଖିବା। ଅନନ୍ତର ମୟାବ ସନ୍ତାନଗଣ ଓ ଅମନ ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମନୀୟ କେତେକ ଲୋକ ଜିହୋଶାଫାଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ। ଏଥିରେ କେତେକ ଲୋକ ଜିହୋଶାଫାଟଙ୍କୁ ସମ୍ବାଦ ଦେଇ କହିଲେ, ସମୁଦ୍ର ସେ ପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି। ଆଉ ଦେଖନ୍ତୁ, ସେମାନେ ହତ୍ସସନ ତାମରରେ ଅଛନ୍ତି। ଏହାକୁ ଐନ ଗଦି କହନ୍ତି। 3 ପଦ ଟିକେ ଧ୍ୟାନ। ଯେତେବେଳେ
ଶୁଣୁଛନ୍ତି ଚାରିଆଡୁ ସମସ୍ୟା ଶତ୍ରୁ ମାଡ଼ି ଯେତେବେଳେ ଆସୁଛନ୍ତି ସେତେବେଳେ ଜିହୋଶାଫାଟ କଣ କରୁଛନ୍ତି? ତହିଁରେ ଜିହୋଶାଫାଟ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପୁଣି ଜିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ। ଆଉ ଜିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣାମାନଙ୍କୁ ଏକତ୍ର କଲେ। କି ଭୟଙ୍କର ସମସ୍ୟା ଜୀବନରେ ମାଡ଼ି ଆସିବା ସମୟରେ ଜିହୋଶାଫାଟ ଏ ଗୋଟେ ପ୍ରକୃତ ରାଜା, ଗୋଟେ ଆତ୍ମିକ ରାଜା। ଲୋକମାନେ ଯୁଦ୍ଧ କରିବାକୁ ଯେତେବେଳେ ଆମ ପ୍ରତି ଆସନ୍ତି ସେତେବେଳେ ସୈନିକ ମାନଙ୍କୁ ଉପବାସ କରାଗଲେ ବଳ ମିଳିବ ନା ଖାଇଲେ ବଳ ମିଳିବ? ଉପବାସ କଲେ ବଳ ମିଳିବ। ଖାଇଲେ ବଳ ମିଳିବ। ମାତ୍ର ସେମାନେ କହୁଛନ୍ତି ପ୍ରଭୁ ଆମର ବଳରେ ଆମେ ଏମାନଙ୍କୁ ହରେଇ ପାରିବୁ ନାହିଁ, ଆମର ଶକ୍ତିରେ ଏମାନଙ୍କୁ ପାରିବୁ ନାହିଁ, ଏମାନେ ଭୟଙ୍କର, ଏମାନେ ସେଥିପାଇଁ ଆମର ବଳ ନୁହେଁ ପ୍ରଭୁ, ତୁମର ବଳ ଆମକୁ ଦରକାର, ତୁମର ସାମର୍ଥ୍ୟ ଆମକୁ ଦରକାର। ସମସ୍ୟା ଚାରିଆଡୁ 3-4 ପ୍ରକାର ଶତ୍ରୁ ଚାରିଆଡେ ଘେରବା ସମୟରେ ଜିହୋଶାଫାଟ ଲୋକମାନଙ୍କୁ କହୁଛନ୍ତି, ଆକୁ ତାକୁ ସାହାଯ୍ୟ ମାଗୁନାହାନ୍ତି, ପରମେଶ୍ୱରଙ୍କ ଉପରେ ଆଉଜି ପଡୁଛନ୍ତି। ପ୍ରଭୁ ପାରିବୁ ନାହିଁ, ପ୍ରଭୁ ଏତେ ବଡ ଶତ୍ରୁ ଆସୁଛନ୍ତି, ଏତେ ବଡ ସମସ୍ୟା ଆମେ କେମିତି କରିବୁ ପ୍ରଭୁ? ସେମାନେ କଣ କରୁଛନ୍ତି? ପ୍ରଭୁଙ୍କ ଉପରେ ଆଉଜୁଛନ୍ତି। ଛୁଆ ମାନଙ୍କୁ ବଡ କରିବାଟା ଠିକ ଭାବରେ ଏତେ କଷ୍ଟ, ବହୁତ କଷ୍ଟ, ଏତେ କଷ୍ଟ ଛୁଆ ମାନଙ୍କୁ ବଡ କରିବାର ଅଛି ଠିକ ଭାବରେ, ତାହେଲେ ପ୍ରଭୁଙ୍କ ଉପରେ ନିର୍ଭର କରିବାର। ମଝିରେ ଆମ ଛୁଆ ମାନଙ୍କ ଜୀବନରେ ଗୋଟେ ଛୋଟିଆ ଭୁଲ ଦେଖିଲେ, ଘଣ୍ଟାଟିର ଉପରେ ବସି ଭେଁ ଭେଁ କାନ୍ଦିଲି, ପ୍ରଭୁ ମୋର ଛୁଆ ମାନଙ୍କୁ ମୁଁ ଠିକରେ ନେଇ ପାରୁନାହିଁ, ଠିକରେ ଚଳେଇ ପାରୁନି। ଗୋଟେ ପାଷ୍ଟରଙ୍କର ପୁଅ ଝିଅଙ୍କ ଜୀବନରେ ଏମିତି ଘଟଣା ଘଟଣା ଠିକ ନାହିଁ ପ୍ରଭୁ। ମୁଁ କହିଲି ପ୍ରଭୁ ମୁଁ ପାରିବି ନାହିଁ, ମୋର ପୁଅ ଝିଅ ମାନଙ୍କୁ ତୁମେ କଣ କର, ଠିକ କର। ଆମେ ସେମିତି ଆମର ବଳରେ ଆମର ପୁଅ ଝିଅ ମାନଙ୍କୁ ଆମେ ଠିକ କରିପାରିବା ନାହିଁ। ଆମେ ପ୍ରଭୁଙ୍କ ଉପରେ ଆଉଜି ପଡିବା, ଆମେ ତାଙ୍କ ଉପରେ ନିର୍ଭର କରିବା। ଆମେ ତାଙ୍କୁ ସଣ୍ଡେ ସ୍କୁଲ ପଠାଉଛୁ, ବାଇବଲ ଶିଖାଉଛୁ, ତାଙ୍କୁ ଆମେ ପ୍ରାର୍ଥନା କରାଉଛୁ, ହେଲେ ମଧ୍ୟ ଆମେ ପ୍ରଭୁଙ୍କ ଉପରେ କାନ୍ଦବାର ଅଛି, ହେ ପ୍ରଭୁ ମୋର ପୁଅ ଝିଅକୁ ପାରୁନାହିଁ ପ୍ରଭୁ। ଏମିତି ଆମର ଜୀବନ ରହିବାର ଅଛି। ଜିହୋଶାଫାଟଙ୍କ ଜୀବନ ସେମିତି, ସେ ପ୍ରଭୁଙ୍କ ଉପରେ ଆଉଜି ପଡୁଛନ୍ତି, ପାରୁନାହିଁ। ଭରସା ତୁମର। ଯେତେବେଳେ ଲୋକମାନେ ମୋ ବିରୁଦ୍ଧରେ କଥା କହିବେ ମୁଁ ରୁମ୍ ଭିତରକୁ ପଳେଇଯାଏ, ପାରୁନାହିଁ ପ୍ରଭୁ। ମୁଁ ଥିବି ବୋଲେ ଉଲ୍ଟା ସିଧା କହିଦେବି, ମୁଁ ତୁମର ଉପରେ ଭରସା କରୁଛି, ମୋ ସାହାଯ୍ୟ କର। ପ୍ରଭୁଙ୍କ ଉପରେ ଭରସା କଲେ ସେ ଲୋକଙ୍କ ସହିତ ତମେ ହାତ ମିଶାଇ ପାରିବ, ନହେଲେ ଏମିତି କରି ମିଶାଇବ ହାତ। ମତେ କହୁଛି କେତେ ଏମିତି କରି ହାତ ମିଶାଇବେ ଅଛି ନା, ଆଉ କେତେ ଜଣ ଏମିତି ବନ୍ଧୁକରେ ଗୁଳି ମାରଲା। ଏଇଟା ହଉଛି ଜୀବନ। ସବୁ ପରିସ୍ଥିତିରେ ଜିହୋଶାଫାଟ ସେ ପ୍ରଭୁଙ୍କ ଉପରେ ଆଉଜି ପଡୁଛନ୍ତି। ଆଉଜି ପଡି ସେ କଣ କହୁଛନ୍ତି ଯଦି ଆମେ ପଢିବା 12 ପଦ, ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମେ କଣ ଏମାନଙ୍କର ବିଚାର କରିବ ନାହିଁ? ହଁ ସେ କହୁଛନ୍ତି ମୁଁ କଣ କରିଛି, ତୁମେ କଣ ଏମାନଙ୍କ ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ୍ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କଣ କରିବାକୁ ହେବ ଏହା ଆମ୍ଭେମାନେ ଜାଣୁନାହୁଁ। କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି। Praise the Lord. ଶତ୍ରୁ ଶକ୍ତିଶାଳୀ, ଶତ୍ରୁ ପୁରା ଘେରିକିନା ଅଛ। କେତେ ସୁନ୍ଦର କଥା। ପଡିଶା ଘର ଲୋକ ଶାଢୀ ଖୁଚି ଆସି ଗଣ୍ଡଗୋଳ ଲାଗୁଥିବ, କଣ କରିବାର ଅଛି? ଗାମଛା ବାନ୍ଧିକିନା ପୂଜାରୀ ପଟେ ଉପାସନା ଚର୍ଚ୍ଚ, ବାଗରା ଚର୍ଚ୍ଚ ଆମ ପାଷ୍ଟର ମାନଙ୍କୁ ଶିଖାଇଛନ୍ତି। କଣ କଲେ ସେ ଭିତରେ ଯାଇକିନା ନେଇକି ପ୍ରଭୁ ସେ ଆଡା ଟଙ୍ଗି ପାରିବି ନାହିଁ ପ୍ରଭୁ, ତାହାର ସହିତ ମୋର ହେଇପାରିବ ନାହିଁ। ସେଟା ଆସି ଘରେ କବାଟ ବନ୍ଦ କରି ଖାରାବାରା ଭାଷା ମୁନ୍ଦୁର ବାଲା ବାରି ଉରୁ ବାବା ପ୍ରାର୍ଥନା ଷ୍ଟାର୍ଟ କଲେ ସିନା ହେବ। তুই কেল মুই কোনটা মুই ফালনার ঝিও মুই ফালনার পুଅ
ये आमला खाऊ बुझ परमे टिके टिके विषय को परमेश्वर को ऊपर हमको भरोसा करबार छै निर्भर करबार छै निर्भर करबार छै जो समय रे हमरो चर्च जगह हो नहीं से चर्च जगह न हेबा समय रे हां से चेयरमैन मिसा आछे हम घर पाक रो जेंति की जाय कि ना अछंती कि नहीं लोक माने चर्च बांधवा को चेयरमैन को साहाय्य आमर साहाय्य चेयरमैन ठारू आसे नहीं आमर साहाय्य सदा प्रभु को ठारू हमरे भरोसा एमिके डिपेंड करि हम चलबार हमें पारू न हम नाही हम पारे एते संबल नाही मतलब हमें जानू जार सेवा करूछु से सब करि पारे ताको पय कि असंभव नहीं ताको ऊपर आउजी पड़बो ताको ऊपर हम निर्भर करि पारबो सेमिति हमर जीवन हमर साहाय्य सदा प्रभु को ठारू आसे सेबे सब परि सकाळ उठु उठु काम प्रार्थना कर जोटा काम आरंभ करबा के जिवे रसोई काम मते जणा नै कि बिरयानी रांधी बिना प्रार्थना रे कर पूरा लुनिया है जाते नुनिया नहीं से हार्ड गोट बाटे से माउस गोट बाटे हां नुनिया गोट बाटे राग गोट बाटे ही जाई थी उपमा परे दिने जाईतिली हम सासू घर को प्रार्थना करि नांती बोधे रांधी देई जंती अरे मटन मोटी आशा खाइबी बोलला बळे राग जे राग खाइबो जोड़ा पोड़ा को छाती घसी घसी एले में दुई गुली खाइ देस बुझो ते जहा भी हमें करबा हमें ताको ऊपर भरोसा रखबा ताको ऊपर डिपेंड करि कि ना करबा हमर निजर सुविवेचना ऊपर हमें आउजी पड़बा नै सेटा आमान करो जो समय रे आमान करो लॉकडाउन समय रे आमे प्रार्थना करू प्रभु ए लॉकडाउन समय रे पैसा पत्र नाही पिला मान को काडी के नाम ओडिया मीडियम रखि देबा आमे प्रार्थना आमे करबा आमे प्रभु विभिन्न प्रकार भाबे सहाय्य कले पुनर्बार हम पढिलु आमे तेबे हमर निजर बुद्धि रे आमे आउची पड़बा नै निजर ज्ञान रे आउची पड़बा केते सुंदर से प्रार्थना करूछंती कहउछंती आउ तो ठीक पढ 12 पढ ता प्रार्थना करबा आमे हे आम्भ मानक परमेश्वर तुम्हे कोन एमानकर विचार करिवो नाही मु करबी नाही के करबो तुमे करो हां आमे कौन को तुम्हें तुनी थाओ क्या करबे हां निर्मल के हाथ बहुत लंबे होते हैं बोला नहीं कार हाथ लंबा एरा कोन सनी देओल का हाथ तो एटा हां कानून का हाथ बोल बुते ता पछे कारण आम्भ मानक प्रतिकूल रे आगत एही बृहत दल विरुद्ध रे आम्भ मानकर कोनोसी पराक्रम नाही हां से राजा का मतलब से खोज नाही आमर किछि नाही आमे पारबु नाही आमे ताब जे कोन कहउचंती अथवा कोन करिबा को हेबो एहा आमे माने जानु ना हो केवल तुम्भ प्रति आम्भ मानकर दृष्टि अछि प्रेज द लॉर्ड एरा हला कथा ताब जे परमेश्वर विभिन्न प्रकार काम करूचंती ताब जे प्रभु कहले 22 पद पढो आउ से माने गायन और प्रशंसा करिबा को आरंभ करन्ते जिहुदार प्रतिकूल रे आगत अमनर मयावर और सेईर पार्वतीय संतानगण विरुद्ध रे गुप्त रे छकी बसिबा पई सदा प्रभु लोक नियुक्त कले तहिरे से माने परास्त हेले भयंकर भाव रे एमाने युद्ध को केंती गले गिटार धरी जाउचंती बीणा धरी जाउचंती तबला धरी जाउचंती बोले प्रशंसा रसित से मान जाउचंती रे प्रिय प्रभु को लोक माने प्रति परिस्थिति रे आमे कोन करबार छी प्रभु को ऊपर भरोसा से भरोसा योग्य परमेश्वर से निर्भर योग्य परमेश्वर से कहउचंती जे दुर्दशा काल रे अति निकटवर्ती सहाय से कहले संकट दिन रे आंभ को डाको आंभे तुमको उद्धार करिबा आ तुम्हे आमर महिमा प्रकाश करिबो से कहले क्षांत हुओ आंभे परमेश्वर अटु क्षांत हुओ ए युद्ध तुमर नुहे ए युद्ध आम